ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ଖବର। ଫେବୃଆରୀରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ। ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ 10 ଲକ୍ଷର ବୀମା ସୁବିଧା। ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ 10 ଲକ୍ଷର ବୀମା ସୁବିଧା। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଂ। ଇ-କେୱାଇସି ଡାଟାବେସ୍କୁ ଆଧାର କରି ଏହି କାର୍ଡ ଦିଆଯିବ। ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନାଁକୁ ସରକାର ବିଚାରକୁ ନେବେ। ଏପର୍ଯ୍ୟନ୍ତ 1 କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଫେବୃଆରୀରୁ ଆୟୁଷ୍ମାନ ଲାଗୁ ହୋଇଥିବାରୁ ଏହି ବର୍ଷ ସରକାରଙ୍କ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହି ଯୋଜନା ଅଧୀନରେ ପରିବାରର ପୁରୁଷଙ୍କୁ 5 ଲକ୍ଷ, ମହିଳାଙ୍କୁ 10 ଲକ୍ଷ ବୀମା ସୁବିଧା ମିଳିବ। ପ୍ରାୟ 30,000 ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଂ। ପରବର୍ତ୍ତୀ ଖବର, ନୂଆବର୍ଷରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ବଡ଼ ଭେଟି। ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ 5,000 ଟଙ୍କା। ଏକକାଳୀନ ଆକାଉଣ୍ଟକୁ ଯିବ 5,000 ଟଙ୍କା। ମାଧେସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ। ଜାନୁଆରୀ 5ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଶହୀଦ ମାଧେସିଂ ଛାତ୍ରବୃତ୍ତି ଯୋଜନା ଆରମ୍ଭ ହେବ। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ତଥା ଡ୍ରପ୍ଆଉଟ୍ ସଂଖ୍ୟା କମାଇବା ପାଇଁ ଏହିଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଦଶମ ଏବଂ ନବମ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ 5,000 ଟଙ୍କା ପ୍ରଦାନ କରାଯିବ। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସହାୟତା। ପରବର୍ତ୍ତୀ ଖବର, 31 ସୁଦ୍ଧା ସରିବ ରାସନ କାର୍ଡର ଇ-କେୱାଇସି ଯାଞ୍ଚ। ଚଳିତ ମାସ 31 ସୁଦ୍ଧା ରାସନ କାର୍ଡର ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ଭିତରେ ରାସନ କାର୍ଡ ହିତାଧିକାରୀ ଥିବା ବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି ଇ-କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ଯାଇ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରାସନ କାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା 85% ଶେଷ ହୋଇସାରିଲାଣି। ଏପର୍ଯ୍ୟନ୍ତ ଆଉ ପ୍ରାୟ 50 ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଞ୍ଚ ବାକି ରହିଛି। ରାସନ କାର୍ଡଧାରୀଙ୍କୁ ନିକଟସ୍ଥ ରାସନ ଡିଲରଙ୍କ ପାଖକୁ ଯାଇ ଇ-କେୱାଇସି ମେସିନ ସାହାଯ୍ୟରେ ନିଜର ଆଧାର ଲିଙ୍କ ଓ କେୱାଇସି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ସେମାନଙ୍କ କାର୍ଡ ଅକାମୀ ହୋଇଯିବ। ପରବର୍ତ୍ତୀ ଖବର, ଫସଲ ବୀମା ସହାୟତା ରାଶି ବଢ଼ାଇଲେ କେନ୍ଦ୍ର ସରକାର। ନୂଆ ବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର। ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହାୟତା ରାଶି। 2025ର ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଚାଷୀଙ୍କ ବୀମା ରାଶି 69,515 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 2025ର ପ୍ରଥମ କ୍ୟାବିନେଟ ବୈଠକ ପରେ ଏନେଇ ପ୍ରେସମିଟର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବୀ। ସେହିଭଳି ଡିଏପି ସାର ଉପରେ 3850 କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ କୃଷକମାନଙ୍କୁ ପୂର୍ବ ଭଳି 1,350 ଟଙ୍କାରେ 50 କିଲୋଗ୍ରାମର ଡିଏପି ସାର ବସ୍ତା ମିଳିବ। ପରବର୍ତ୍ତୀ ଖବର, ସରକାରଙ୍କ ଟାର୍ଗେଟ 5 ବର୍ଷରେ 1.5 ଲକ୍ଷ ପଦବୀ ପୂରଣ। ଆସନ୍ତା 5 ବର୍ଷ ମଧ୍ୟରେ 1.5 ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦିଆଯିବ। 2 ବର୍ଷ ମଧ୍ୟରେ 65,000 ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି। ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ 1,10,557ଟି ମୂଳ ପଦବୀ ଖାଲି ପଡ଼ିଛି। ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ 31 ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଲି ରାଜ୍ୟର 3ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ କରିଥିବା ଏକ ସମୀକ୍ଷା ବୈଠକରୁ ଏହି ତଥ୍ୟ ମିଳିଛି। 2029 ବେଳକୁ ଦେଶରେ ଟୁରିଜିମ୍ ହବ୍ ହେବ ଓଡ଼ିଶା। ଏବେ ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ଆଉ ଲୁକାୟିତ ହୋଇ ରହିବନି। ସମସ୍ତ ପର୍ଯ୍ୟଟନୀ ସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ। କାରଣ ଟୁରିଜିମ୍ ହବ୍ ହେବ ଓଡ଼ିଶା। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ 3 ନମ୍ବର ରାଜ୍ୟ ହେବ ଓଡ଼ିଶା। ଏହିଭଳି କିଛି ଦୃଢ଼ୋକ୍ତି ବାଢ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା ଏବେ ପର୍ଯ୍ୟଟନ କ୍ଷେତ୍ରରେ 17 ନମ୍ବର ସ୍ଥାନରେ ଅଛି। 2025 ସରିବା ବେଳକୁ ଏହା 17ରୁ 7 ନମ୍ବର ହେବ ଏବଂ 2029 ବେଳକୁ ଓଡ଼ିଶା 3 ନମ୍ବର ହେବ ବୋଲି ଦମ୍ଭର ସହ କହିଛନ୍ତି।